ତାଙ୍କ ପଦପାତ୍ରରେ କରେ ଆଉ ଏଇଟା ଆମର ଐକାନ୍ତିକ ପ୍ରାର୍ଥନା ଯେପରି ସେ ପରମ ପୁରୁଷଙ୍କୁ ଧରି ତାର ଜୀବନ ଇଷ୍ଟିମ ହେବା ସହିତ ତାର ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କୁ ସେ ମଙ୍ଗଳ କର କରି ତୋଳୁ। ଏଇଟା ହିଁ ତାଙ୍କ ଚରଣର ଐକାନ୍ତିକ ପ୍ରାର୍ଥନା। ଆପଣ ଯଦି ଆଲୋଚନା ପ୍ରସଙ୍ଗ ଚତୁର୍ଥ ଦେଖିବେ ଠାକୁରଙ୍କୁ ଗୋଟେ ପ୍ରଶ୍ନ କରାଯାଇଛି, ଠାକୁର ଆପଣ କ'ଣ ଚାହାନ୍ତି? ଆଲୋଚନାର ସାରାଂଶ ମୁଁ ଯାହା ଚାହେଁ ସେଇଥିରେ ଗୋଟେ ପଏଣ୍ଟ ରହିଛି ଯେ ମୁଁ ଚାହେଁ ଘରେ ଘରେ 10 ବିଧ ଆର୍ଯ୍ୟ ସଂସ୍କାରର ପ୍ରବର୍ତ୍ତନ। ଆପଣ ଜାଣନ୍ତି ଯେତେବେଳେ ଆମର ଅଗଷ୍ଟ 15 ଜାନୁଆରୀ 26 ଯେତେବେଳେ ପତାକା ଉତ୍ତୋଳନ କରାଯାଏ ବା ଆମର ଲଗ୍ନ ଘୋଷଣା ଯେତେବେଳେ କରାଯାଏ, ଠାକୁରଙ୍କର ଜନ୍ମ ଲଗ୍ନ ମାଙ୍କର ଜନ୍ମ ଲଗ୍ନ ଘୋଷଣା କରାଯାଏ, ସେତେବେଳେ ଯୋଉ ଛଡ଼ା ଗାନ କରାଯାଏ ସେଥିରେ ଗୋଟେ ପଏଣ୍ଟ ରହିଛି 10 ବିଧ ସଂସ୍କାର ଜାଣି ରଖିଥା ନିଷ୍ଠାସା। ତାକୁ ଦିଆଯାଏ ଅନେକ ସମୟ ଲୋକ ଦଉନାହାନ୍ତି ଏଇ ପ୍ରକାର, କିନ୍ତୁ ଠାକୁରଙ୍କ ସମୟରେ ତାହା ପ୍ରତ୍ୟକ୍ଷ ଦିଆଯାଉଥିଲା। ଯାହାକୁ କାଳକ୍ରମେ ଅନେକ ଦୂର ନଷ୍ଟ ହେଇଯାଇଛି କଥା, କିନ୍ତୁ ଏବେ ଠାକୁର ଆଶାବାଦୀ ଯେ ମୁଁ ଚାହେଁ ଘରେ ଘରେ 10 ବିଧ ଆର୍ଯ୍ୟ ସଂସ୍କାର, ପ୍ରତିଦିନ ଦିବସ ସମ୍ପୂର୍ଣ୍ଣ ମୂଳୋତ୍ପାଟନ, ଘରେ ଘରେ ବିଧିବଦ୍ଧ ରୂପରେ ଅନୁଲୋମ ଅସବର୍ଣ୍ଣ ବିବାହର ପ୍ରଚଳନ, ଘରେ ଘରେ ପୂଜ୍ୟଶ୍ରୀଙ୍କର ପ୍ରବର୍ତ୍ତନ, ଏମିତି ଅନେକ କିଛି ଠାକୁରଙ୍କର ଲକ୍ଷ୍ୟ ଯଦି ଆମେ ଲିଷ୍ଟ ଆଉଟ୍ କରିବା ତାହେଲେ 100ରୁ ଊର୍ଦ୍ଧ୍ୱ ଇଚ୍ଛା ଠାକୁରଙ୍କର ହବ, ଯୋଉଟାକି ଆମେ କାଣି ଯାଏ ବର୍ତ୍ତମାନ ସୁଦ୍ଧା କିଛି ବି କରିନୁ, କିଛି କରିନା। ଠାକୁରଙ୍କର 25,000 ବାଣୀ, 150 ଖଣ୍ଡ ବହିରୁ ଗୋଟିଏ ବି ବାଣୀ ଆମେ ଚର୍ଚ୍ଚାର୍ଥ କରିପାରିନାହୁଁ। 25,000 ବାଣୀ ବହି ତ ଦେଖିବା ଦୂରର କଥା, ତେଣୁ ବାଣୀ ଶୁଣିବା ନିଶ୍ଚିତ ରୂପରେ ସୁଦୂର ସାପେକ୍ଷ। କିଛି ବାଣୀ କିମ୍ବା ଆଲୋଚନା ମାଧ୍ୟମରେ ଯାହା ଲୋକମାନେ କୁହନ୍ତି ବା ଆଲୋଚକମାନେ କୁହନ୍ତି ସେଥିରୁ କତିପୟ 100, 200, 300, 500 ଭିତରେ ଶୁଣିଥିବା ଆମମାନଙ୍କ ବାଣୀର ସୁବିଧା। ତେଣୁ ଏଇଭଳି ଭାବରେ ଆମମାନଙ୍କର ଅଧ୍ୟୟନ ଅଧ୍ୟାପନା ଯାହା ସବୁ ରହିଛି ଯେ ଆମେ ସେଗୁଡ଼ାକ ଉପରକୁ ଯାଉଁ। ବର୍ତ୍ତମାନ ଯାହା ପ୍ରସଙ୍ଗ ଯେ ଏଇ ଯୋଉ 10 ବିଧ ସଂସ୍କାରକୁ ଶ୍ରୀ ଶ୍ରୀ ଠାକୁର କାହିଁକି ଚାହେଁ? ଠାକୁର କହୁଛନ୍ତି କାରଣ ପୁରୁଷ, ବିଶ୍ୱବିଦ, ବିଗ୍ରହ ସତ୍ତା, ସେ ସାଧାରଣ ମଣିଷ ନୁହନ୍ତି। ଗୀତାର ଗୋଟେ ଶ୍ଲୋକ ଯେ ଅବଜାନନ୍ତିମ ମୂଢ଼ ମାନୁଷୀ ତଦମାଶ୍ରିତ ପରମ ଭାବ ଅଜାନନ୍ତ ମମ ଭୂତ ମହେଶ୍ୱର। ଅର୍ଥାତ୍ ସାଧାରଣ ଲୋକମାନେ ମତେ ସାଧାରଣ ବୋଲି ଭାବନ୍ତି କାରଣ ମୁଁ ସେମାନଙ୍କ ସହ ମିଶିଯାଏ। ମତେ ବି ଜ୍ୱର ହୁଏ, ଝାଡ଼ା ହୁଏ, ବାନ୍ତି ହୁଏ, ମୋର ବି ସ୍ତ୍ରୀ ପିଲା ଛୁଆ ଅଛନ୍ତି, ମତେ ବି ଦୁଃଖ ଆସେ, କଷ୍ଟ ଆସେ, ତେଣୁ ଭାବନ୍ତି ଇଏ ତ ସାଧାରଣ ମଣିଷ, ଆଙ୍କ ଭିତରେ କଣଟା ଭଗବତ ରହିଛି ଯେ ଆଙ୍କୁ ଲୋକମାନେ ଭଗବାନ ବୋଲି କହୁଛନ୍ତି। କିନ୍ତୁ ଯେତେବେଳେ ଈଶ୍ୱର ନରବିଗ୍ରହ ନେଇକି ଆସିଛନ୍ତି, ଆପଣ ଶ୍ରୀରାମଙ୍କୁ ଦେଖନ୍ତୁ, ଶ୍ରୀକୃଷ୍ଣଙ୍କୁ ଦେଖନ୍ତୁ, ଶ୍ରୀ ବୁଦ୍ଧଙ୍କୁ ଦେଖନ୍ତୁ, ଶ୍ରୀ ଚୈତନ୍ୟ ଦେବଙ୍କୁ ଦେଖନ୍ତୁ, ଯାହାଙ୍କୁ ବି ଦେଖନ୍ତୁ, ସମସ୍ତେ ସାଧାରଣ ମଣିଷ ହିଁ, ବେଶୀ କିଛି ନୁହନ୍ତି। କାହାର ମୁଣ୍ଡ ଉପରେ ହାତ ରଖି ତାର କର୍ମଫଳ ଉଠେଇବାର କାରସାଦି ସେ କରନ୍ତି, କାରଣ ସେ ଜାଦୁଗର ନୁହନ୍ତି ଯେ ମୁଣ୍ଡ ଉପରେ ହାତ ରଖି ଲୋକକୁ ମାନେ ଚକ୍ଷୁ ଦର୍ଶନ କରେଇଦେଲେ ଯୋଉ ଛୋଟା ଭଲ ହେଇଯାଏ, ପଙ୍ଗୁ ଅଥର୍ବ ସବୁ ମୁଖ ବଧିର ଏମିତି ସବୁ ଯୋଉ ଆମର ପୁରାଣ ଲେଖା ହେଇଛି ସେ ପ୍ରାକ୍ଟିକାଲି ସେଇ ପ୍ରକାର କରନ୍ତି ନାହିଁ। କାରଣ ମିରାକିଲ ଦେଖିକି ମଣିଷ ତାଙ୍କ ପାଖକୁ ଆସେ, କିନ୍ତୁ ତାଙ୍କ ଗଲା ପରେ ସେ କଣ କରିବ? ତାଙ୍କ ଗଲା ପରେ ତାଙ୍କ ନୀତି ବିଧି ନ ମାନିଲେ ଆଉ ତ କିଛି ଉପାୟ ନାହିଁ। ତେଣୁ ସାଧାରଣ ମଣିଷ ବୋଲି ତାଙ୍କର ଆଚରଣ। ଆପଣ ରାମଙ୍କର ଅବସ୍ଥାରେ ଦେଖନ୍ତୁ, ସୀତାଙ୍କର ବିରୋଧରେ କେମିତି କାନ୍ଦିଛନ୍ତି। ସାଧାରଣ ଲୋକ ପ୍ରଶ୍ନ କରିବେନି, ଆରେ ଇଏ ତ ଭଗବାନ, ଇଏ ତ ପରମ ପୁରୁଷ ଶ୍ରୀ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ତାଙ୍କୁ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି, ଅଥଚ ତାଙ୍କ ସ୍ତ୍ରୀ ଚାଲି ଯାଉଛନ୍ତି, ସେ କାନ୍ଦୁଛନ୍ତି। ସେ ସର୍ବଶକ୍ତିମାନ ଅଧିକାରୀ, ସେ ଆପଣଙ୍କୁ ମାରିଯିବା ଦରକାର ପଞ୍ଚାୟତ ଏଇଠି ବସିକି ଚାହିଁଲେ ବି ସେ ତାକୁ ହାତ ବଢ଼େଇକି ଆଣିପାରିବେ। ଯେମିତି ଆପଣ ଟିଭିରେ ଦେଖିଥିବେ, ପୁରା ହାତ ବଢ଼େଇଲେ ସମୁଦ୍ର ସେପଟେ ପହଞ୍ଚିଯିବ। ଏମିତି ସବୁ ଆମର ଦେବାଦେବୀଙ୍କୁ ପୁରା ପରିକଳ୍ପନା କରାଯାଇଛି। ସେମିତି ହେଇପାରନ୍ତା ତାହେଲେ ତ ଆଉ ସେ ସାଧାରଣ ମଣିଷ ରୂପରେ କାହିଁ ଆସିଛନ୍ତି? ତେଣୁ ସାଧାରଣ ମଣିଷ ରୂପରେ ଏଇଥିପାଇଁ ଆସିଛନ୍ତି ଯେ ମଣିଷ ମନରୁ ଭ୍ରାନ୍ତିଟାକୁ କାଟିବା ପାଇଁ, ଯେ ଭଗବାନ ବି ମଣିଷ ରୂପରେ ଜନ୍ମ ହେଇପାରନ୍ତି, ଭଗବାନ ମଣିଷ ଠାରୁ ଭିନ୍ନ ନୁହନ୍ତି। ସେଇଥିପାଇଁ God has created man after his own image। ଭଗବାନ ବା ଈଶ୍ୱର ମଣିଷକୁ ତାହାର ପ୍ରତିବିମ୍ବ କରିକି ତିଆରି କରିଛନ୍ତି, ଯେମିତି ମଣିଷ ତାକୁ ଧରିପାରେ, ବୁଝିପାରେ, ଜାଣିପାରେ। ଗୋଟେ ପ୍ରଶ୍ନ କହୁଛନ୍ତି ଈଶ୍ୱର ଯଦି ସ୍ୱୟଂ ଈଶ୍ୱର ବି ହୁଅନ୍ତି ସେଥିରେ তোর লাভ কর? ঈশ্বর তোরে ভালোবাসি তাই তোর কি, তুই তারে ভালো না বাসলে সব ছাইরে ঢালা কি। ঈশ্বর তোকে পানতি ভালো স্বার্থ বা সেতিরে তোর কর,
तू जदि ताकू न पाऊ भल सब छाईरे ढड़ा बा पांचरे ढड़ा घियो तो ईश्वर कोन भी होन से सर्वशक्तिमान से सर्वत्र विद्यमान सब किछि हेले भी मोर लाभ कोन जदि मोर दुख समस्या कष्ट दूरीकरण हे करलानी ईश्वर स्वामी ईश्वर हेले मोर लाभ कोन तो ठाकुर कर कहबे से ईश्वर चाहे भी होन से भगवान होतु ईश्वर होतु जोग जन्म होतु केते केते एडजेक्टिव लगे कि तमे ताको बड़ बोली टेकी पारो सेखले ताकर किछि जाय आसना से प्रति जुगरे आसंती केवल मनुष्य ताको चिन्हि पारु धरि पारु धर्मर ग्लानि को काटी पारु आ ताको बुझी की जानि पारु जो मार्ग भीतर नै गले प्रकृति रे मनुष्य उन्नतिटा संभव ताकर प्रति जुगरे की कोटि ही प्रचेष्टा किंतु आम मान तो भाई मनुष्य माने कोन करंती ना ताको भाई सत्य करंती मंदिर करंती मस्जिद करंती गिरजा करंती आ केते धर्मर प्रतिष्ठा कोडे हे पाला काहर किए क्रिश्चियनिटी 250 कोटी इस्लाम 190 कोटी जे जते बड़ा पॉपुलेशन ईश्वर को लेके से युद्ध लागे से पानी ठाकुर पानी होचे जे बुद्ध ईसारे विभेद करी श्री चैतन्य रसूल कृष्ण जीवन तहे भक्ति आगमन तारा दुई जानिष्ठ अरे कोटी ही बापर कोटी ही छुआ विभिन्न जुगरे विभिन्न शरीर देके आसुचंती तापरे भी हिंदू मुसलमान क्रिश्चियन बौद्ध जैन करे कि माटा लागि कि मरिया छडा मनुष्यर कोनसी उपाय नाही ए सब परिवार प्रोफेशन बा प्रोहेडिका ताको जीवन में केबे भी नाही ताको माने हिंदू आसु मुसलमान आसु क्रिश्चियन आसु जे आसु समस्त को से चिन्हि दियंती जे ईश्वर एक अद्वितीय गोटे सत्ता अभिन्न अंश होचंती ईश्वर पर एक प्रॉफिट बा प्रेरित पुरुष माने तेरो ए जे दशविध संस्कार आम मानकर आर्यन कल्चर थिला बेस आर्यन माने अपन हिंदू भावंत नहीं जेतबळे ठाकुरଙ୍କର जन्म महोत्सव पालन पूर्व गोटे सभा अनुष्ठित होइଥିଲା सेटा कि हिंदू महासभा को डकरा दिया गया कारण देश स्वाधीनता सेतबळे खूब जोर चली थाए बंगबंधु आंदोलन चली थाए ठाकुरଙ୍କର किंतु इच्छा थिला जे तुमे माने आर्य महासभा करो कारण जदि आर्य महासभा करिवो ताले सेठी हिंदू मुसलमान क्रिश्चियन बौद्ध जैन काशी समस्त आसी आ समस्त को भितर भाईचारा सब रहिबो किंतु ता हेलानी लोक माने हिंदू महासभा कले आम मानकर आर्यन कल्चर बेस टाइम होची ए 10 विध आर्य संस्कार आज भी जदि हम 15000 20000 वर्ष तळକୁ चाली जाऊ जेतबळे विवाहर परंपरा आरंभ होइछि विवाह माने प्रथम संस्कार ଉପରେ गलो विवाह तो 10 विध आर्य संस्कार आरंभ हुए विवाह परे गर्भधारण संस्कार जोटा कि आपण माने चतुर्थी होम बोली करा जाछि केते जगह चतुर्थी करंती नि से प्रथम दिन ही ताका संस्कार सरि जाइते किंतु चतुर्थी होम जोटा करा जाय सेटा गर्भधारण संस्कार जोटा कि विवाहर 4 दिन में करा जाय ता परे गोटे उन्नत संतान सुप्रजनन विधान माध्यम देई कि गर्भ लैंड करिवो एई प्रोसेसटा ही होची गर्भधारण संस्कार किंतु दुखर कथा आज आर्य संतान माने से कथाटा भूली जाय छथि आज के को विवेकानंद शंकराचार्य को देखिबा को पाई 1900 मसिया परे किंतु बहु भाबरे आतंकवादी माओवादी चोर पंथ लोकंकर समस्या पूरा पृथ्वी दृष्टि घेरी रहिछि पृथ्वी में 850 कोटी पॉपुलेशन रो मैं 700 कोटी रो अधिक लोकक पाखरे आमे आश्रित प्रकृतिर दौरात्म्य बहुत परिमाण रे देखिबा को पाइछु यार गोटी ही कथा जे आज सतीत्व मान नष्ट हो जेछि ठाकुर जोटा कहते बोम इज द ग्रानारी ऑफ लाइफ जीवन रो शस्य भंडार सेटा हम कोठी देखिबा को मिलुनी नारीर शुद्धता उपरे जातिर शुद्धता निर्भर करे ए कथाटा आज आर्य संतान संपूर्ण रूप रे भूली जाय अवैध मिलामिशा अवैध संतान माने आसी धरा सृष्टि उपरे एकदम रूपे नष्ट करी चाली छथि आ पृथ्वी नष्ट होबार अति निकट रे तार बिलर खूब पागरे ही अछि तेणु ए जो गर्भधारण संस्कार हमें जेबे को भूली गेलु सेबे गोटे उन्नत संस्कार आसीबार आगमन गोटे संभावना हमें भूली जाय ए जो अनेक लोग प्रश्न करके उन्नत माने कोन बुझाए बहुत बड़ बड़ वैज्ञानिक को एबे नांती बहुत बड़ ज्ञानी डॉक्टर इंजीनियर बहुत बड़ बड़ नेता हजार हजार कोटी लोग जहां ज्ञान अब उन्नत लोग नहीं का अनुन्नत लोग ठाकुर को उन्नत लोग को क्या बुझे जे जहां पढ़े से क्या करे आपन अपन नेता मंत्री मान को देखो प्रतिवर्ष इलेक्शन केते प्रतिश्रुति किंतु तार कोनसी कामटा भी परिपूर्ण होई ना सेमति आमे माने कथा प्रतिदिन कथा दो किंतु कथा रखना जोटा कि द्वंद्वी वृत्ति और को विपरीत नेचर बोली को तो ये माने डॉक्टर ही करती इंजीनियर ही करती राष्ट्रपति ही करती पृथ्वी रे महानायक ही करती किंतु उन्नत लोक नुहंती ए माने सो कॉल्ड ज्ञानी गुणी लोक ही करती किंतु उन्नत शब्द ए माने तो पाखे प्रयोज्य नुहे ता परे पिला गर्भरे रहिबार चतुर्थ मासरे जो संस्कार करा जाय
ତାକୁ କୁହାଯାଏ ପୁଂସବନ ସଂସ୍କାର। କୌଣସି ଝିଅ ମଧ୍ୟ ଯଦି ମାତୃଗର୍ଭରେ ଥାଏ, ଆର୍ଯ୍ୟ ଋଷିମୁନି ମାନଙ୍କର ପ୍ରଚଳିତ ପରମ୍ପରାରେ ତାର ଗର୍ଭକୁ ପୁନଃ ପରିବର୍ତ୍ତନ କରାଯାଇପାରେ। ଯଦି ବାରମ୍ବାର କନ୍ୟା ସନ୍ତାନ ଉତ୍ପନ୍ନ ହୋଇଥାଏ, ତାହେଲେ ତାକୁ ପୁତ୍ର ସନ୍ତାନରେ ରୂପାନ୍ତରିତ କରିବାରେ ଯେଉଁ ପ୍ରକ୍ରିୟା ଥିଲା ତାହା ହେଉଛି ପୁଂସବନ ସଂସ୍କାର। ତାପରେ ପିଲା ପେଟରେ ଥିବାର 6 ମାସରେ ଯେଉଁ ସଂସ୍କାର କରାଯାଏ, ଆପଣମାନେ ଜାଣନ୍ତି ଯେ ଆମର ଗୋଟେ ଶ୍ରାଦ୍ଧ ନିଆଯାଏ, 7 ମାସିଆ ବାପଘର ଗୋଟେ ଶ୍ରାଦ୍ଧ। ପ୍ରକୃତରେ ଏ କଥାଟି ଅପଭ୍ରଂଶ ହୋଇଛି। ହିନ୍ଦୀରେ ମଧ୍ୟ ବୁଲବୁଦାଇ ରସମ ବୋଲି ଆପଣ ଦେଖିଥିବେ, କିନ୍ତୁ এটা ভুল। এটা 7 ମାସରେ କରାଯାଏ, ବରଂ এটা 4th ମାସରେ ହିଁ କରିବା ଦରକାର। କାରଣ ପିଲାକୁ ଯେତେବେଳେ 4 ମାସ ହେଇଯାଇଥାଏ, ସେତେବେଳେ ତା ଭିତରେ ଗର୍ଭସ୍ଥ ଶିଶୁର ଲିଙ୍ଗ ବି ବିକଶିତ ହୋଇଥାଏ ଆଉ ମାର ବିଭିନ୍ନ ପ୍ରକାରର ଖାଇବା ପାଇଁ ଖାଦ୍ୟ ମନ ବଳାଏ। ଯଦି ମା ମାଛ ମାଂସ ଇଚ୍ଛା କରେ ତାହେଲେ ତାର ସନ୍ତାନ ରାକ୍ଷସ ହୋଇଥାଏ। যদি সাত্বিক ইচ্ছা করে তাহলে সাত্বিক প্রকৃতি সম্পন্ন হবে, যদি ফলমূল ইচ্ছা করে তাহলে সাত্বিক প্রকৃতি সম্পন্ন হয়। কাহাକୁ ଦେଖିବାକୁ ଇଚ୍ଛା করে ତା ଉପରେ ନିର୍ଭର କରେ। ତେଣୁ ମାର ଇଚ୍ଛା ଶକ୍ତିଟା ପିଲା ଉପରେ ଗଭୀର ପ୍ରଭାବ ପକାଏ। ତେଣୁ 7 ମାସରେ 7 ବାର ଓଡ଼ିଶାରେ କେବେଠୁ ପ୍ରଚଳନ ତାର ତ ଜଣା ନାହିଁ, ଯାହା ବି ହଉ, କିନ୍ତୁ ଏଇଟା ପ୍ରକୃତରେ 4 ରୁ 5 ମାସ ଭିତରେ ହିଁ କରିବା ଦରକାର। ସୀମନ୍ତ ଉନ୍ନୟନ ସଂସ୍କାର, ସୀମନ୍ତ ଉନ୍ନୟନ, ସୀମନ୍ତ ମାନେ ମଥା, ଯୋଉଟା ସିନ୍ଦୁର ଲଗାନ୍ତି, ଯୋଉଟା ତାର ଉନ୍ନୟନ କରିବା ଅର୍ଥାତ୍ ପିଲା ଭିତରେ ଥିବା କାମ, କ୍ରୋଧ, ଲୋଭ ଇତ୍ୟାଦି ପ୍ରକୃତି ଗୁଡ଼ାକ ମନ୍ତ୍ର ପାଠ ଦ୍ୱାରା ଆଉ ଉପଯୁକ୍ତ ଚଳଣି ଦ୍ୱାରା ନିଷ୍ପୃତ କରାଯାଇ ତାର ମଥାକୁ ଉନ୍ନତ କରିବାର ଯେଉଁ ପ୍ରକ୍ରିୟା ତାହା ହେଉଛି ସୀମନ୍ତ ଉନ୍ନୟନ ପ୍ରକ୍ରିୟା। ତାପରେ ପିଲା ଜନ୍ମ ହେବାର 3 ଦିନ ଦିନ ଯେଉଁ ସଂସ୍କାର କରାଯାଏ ତାହା ହେଉଛି ଜାତ କର୍ମ ସଂସ୍କାର। ଜାତ କର୍ମ ସଂସ୍କାର କିନ୍ତୁ ଆଜିକାଲି କରା ହେଇପାରୁନି। ଆଗକାଳରେ ଏନ୍ତୁଡ଼ିଶାଳ ପିଲା ଘରେ ପିଲା ଜନ୍ମ ହେଉଥିଲେ, ଆଜି ମେଡିକାଲରେ ଜନ୍ମ ହେଉଛନ୍ତି। ତେଣୁ ତାର ବ୍ୟତିକ୍ରମ ଘଟିଛି। ନିଜର ସୁବିଧା ଅନୁସାରେ ବାପା 21 ଦିନ ଭିତରେ ତାକୁ କରିବା ଦରକାର। ସେମିତି 21 ବୋଲି ଗୋଟେ ଜିନିଷ ଆମ ଓଡ଼ିଶାରେ ପ୍ରଚଳିତ, କିନ୍ତୁ ଜଣା ନାହିଁ 21 କୋଉଠୁ ପ୍ରଚଳିତ। କାରଣ ଶାସ୍ତ୍ରରେ କିଛି ତାହା କହୁନି। ବ୍ରାହ୍ମଣ ମାନଙ୍କ ପାଇଁ 11 ଦିନ ଶୁଦ୍ଧି ହେଇଥିବା ବେଳେ ବୈଶ୍ୟ ମାନଙ୍କ ପାଇଁ, କ୍ଷତ୍ରିୟ ମାନଙ୍କ ପାଇଁ 13 ଦିନ, ବୈଶ୍ୟ ମାନଙ୍କ ପାଇଁ 16 ଦିନ, ଶୂଦ୍ର ମାନଙ୍କ ପାଇଁ ଶୁଦ୍ଧିଟା 30 ଦିନ। କିନ୍ତୁ 21 ପ୍ରଚଳନ କେବେଠୁ ରହିଛି, କଣ ରହିଛି, ଯାହା ବି 21 ଆମେ ନାମକରଣ କରୁଛୁ, ସେଇଦିନ ମଧ୍ୟ ଜାତକର୍ମ ସଂସ୍କାରଟିକୁ କରିଦେବା ଦରକାର। ତାପରେ ପିଲା ଜନ୍ମ ହେବାର 4 ମାସରେ ଯେଉଁ ସଂସ୍କାର କରାଯାଏ ତାହା ହେଉଛି ବହି ନିଷ୍କ୍ରମଣ। ଅର୍ଥାତ୍ ବାହାରକୁ ପିଲାକୁ ସୂର୍ଯ୍ୟଙ୍କର କିରଣ ସହିତ, ଖରା ସହିତ ଆକ୍ୱେଣ୍ଟେଡ୍ କରିବାର ପ୍ରକ୍ରିୟା, ଅଭ୍ୟାସ କରିବାର ପ୍ରକ୍ରିୟା ହେଉଛି ବହି ନିଷ୍କ୍ରମଣ ପ୍ରକ୍ରିୟା। ତାପରେ 6 ମାସରେ ଦାନ୍ତ ପିଲାର ଉଠି ନବ। ଯଦି ପୁତ୍ର ହୁଏ 6 ମାସ କିମ୍ବା 8 ମାସ, ଆଉ ଯଦି କନ୍ୟା ସନ୍ତାନ ହୁଏ 5 ମାସ କିମ୍ବା 7 ମାସରେ ଦାନ୍ତ ଉଠିବାର ପ୍ରାକ୍ ପ୍ରସ୍ତୁତି ପୂର୍ବ ପର୍ବ, ଯେଉଁଥିରେ କି କଠିନ ଖାଦ୍ୟ ସହିତ ସେ ଅଭ୍ୟସ୍ତ ହବାର ପ୍ରକ୍ରିୟାଟା ତା ହେଉଛି ଅନ୍ନପ୍ରାଶନ ସଂସ୍କାର। ତାପରେ ପିଲାକୁ ଯେତେବେଳେ 3 ମାସ 3 ଦିନ, ଆଜିକାଲି ତ ପିଲା 2 ବର୍ଷରୁ ପ୍ଲେ ସ୍କୁଲ ପଢେଇ ଦେଉଛନ୍ତି, ତେଣୁ ଚାହିଁଲେ ବି 2 ବର୍ଷରେ ବି କରିପାରେ। 3ଟି ସଂସ୍କାର କରାଯାଏ। ଗୋଟେ ହେଲା ଚୂଡ଼ାକରଣ, ଅର୍ଥାତ୍ ଚୁଟି ପକେଇବା। ତା ପୂର୍ବରୁ ଫୁଲ ମରାଯାଇ ନଥାଏ, ତାକୁ କହୁଛନ୍ତି ଚୂଡ଼ାକରଣ ବା ମୁଦ୍ରଣ ସଂସ୍କାର। ଭିତରେ ସୂର୍ଯ୍ୟଙ୍କର ଅଲ୍ଟ୍ରାଭାୟୋଲେଟ୍ ଆଉ ପାରାଭାୟୋଲେଟ୍ ଅତି ବାଇଗଣୀ ଓ ପାରବାଇଗଣୀ ରଶ୍ମି এই ସବୁଗୁଡ଼ାକ ଆବଜର୍ଭ କରିବାର କ୍ଷମତା ରଖେ ଆମମାନଙ୍କର ଲଣ୍ଡିତ ବା ମୁଣ୍ଡିତ ମସ୍ତିଷ୍କ। ତେଣୁ କରାଯାଏ ଚୂଡ଼ାକରଣ ସଂସ୍କାର। ଚୂଡ଼ାକରଣ ସଂସ୍କାରରେ ଶିକ୍ଷା ବନ୍ଧନ ରହିଛି। ଯଦି ଓଡ଼ିଶାରେ କେହି ବ୍ରାହ୍ମଣମାନେ ମଧ୍ୟ ଶିକ୍ଷା ରଖୁନାହାନ୍ତି, ଆପଣ ଉତ୍ତରପ୍ରଦେଶ, ଅଲଗା ମଧ୍ୟପ୍ରଦେଶ ଆଡ଼େ ଗଲେ ଦେଖିବେ ବ୍ରାହ୍ମଣମାନଙ୍କର ସବୁ ଶିକ୍ଷା ଥାଏ। এইটা কিন্তু এই যে সংস্কারର ପ୍ରକ୍ରିୟାଟା କହି ରଖେ କି ବ୍ରାହ୍ମଣମାନଙ୍କ ଭିତରେ ସୀମିତ ନୁହେଁ। ମୁସଲମାନ ମାନଙ୍କର ପ୍ରଭାବରେ ଦୀର୍ଘ 750 ବର୍ଷ କାଳ ଭାରତ ପରାଧୀନ ରହିଲା। 1249 ମସିହା 745 750 ବର୍ଷ କାଳ ପରାଧୀନ ରହିକି ଆଜି ଆର୍ଯ୍ୟ ସନ୍ତାନ ତାର ନୀତିବିଧିକୁ ଭୁଲି ଯାଇଛି। କିନ୍ତୁ ଆପଣ ଦେଖିବେ ବେଦରେ ବିପ୍ର, କ୍ଷତ୍ରିୟ, ବୈଶ୍ୟ 3 ବର୍ଗର ଲୋକମାନେ ବ୍ରତଗ୍ରହୀ ହେଉଥିଲେ। ସେଇଥିପାଇଁ କି ଏମାନଙ୍କୁ ଦ୍ୱିଜ ବୋଲି ମଧ୍ୟ କୁହାଯାଉଥିଲା। କାରଣ ଯିଏ ସଂସ୍କାର ହେବା କଥା, ଯେ ଜନ୍ମନା ଜାୟତେ ଶୂଦ୍ର ସଂସ୍କାରା ଦ୍ୱିଜ ଉଚ୍ୟତେ ବେଦାଭ୍ୟାସା ଭବେତ୍ ବିପ୍ର ବ୍ରହ୍ମଂ ଜାନାତି ଇତି ବ୍ରାହ୍ମଣ। ବ୍ରାହ୍ମଣ କୋଉଠି ଲୋକ ହେଇପାରେ, ଶୂଦ୍ର ମଧ୍ୟ ବ୍ରାହ୍ମଣ ହେଇପାରିବ, ବିପ୍ର, କ୍ଷତ୍ରିୟ, ବୈଶ୍ୟ ସମସ୍ତେ ହିଁ ବ୍ରାହ୍ମଣ ହେଇପାରିବେ। ବିପ୍ର କୂଳରେ ଜାତ ହେଲେ କି ବ୍ରାହ୍ମଣ ହୁଏ ନା। ବ୍ରାହ୍ମଣ ଗୋଟେ ସ୍ପେଶାଲ ପଦବୀ, ଗୋଟେ ଟାଇଟଲ, କିନ୍ତୁ ବ୍ରାହ୍ମଣ ଘରେ ଜନ୍ମିତ ପିଲା ବିପ୍ର, କାରଣ ବିଶେଷ ଭାବରେ ପ୍ରସାରିତ ହବାର କ୍ଷମତା ଯାହା ଭିତରେ ରହିଛି। ଅଲଗା ମାନେ ବି ବେଦ ଅଧ୍ୟୟନ କରୁଥିଲେ, କିନ୍ତୁ ବେଦକୁ ଅଭ୍ୟାସ କରିବାଟା କ୍ଷତ୍ରିୟ ବୈଶ୍ୟ ମାନଙ୍କର ଧର୍ମ। ସେମାନେ ବର୍ଣ୍ଣାଶ୍ରମର ଭାଙ୍ଗନ ପ୍ରକ୍ରିୟାଟା କ୍ଷତ୍ରିୟ ବୈଶ୍ୟ ମାନଙ୍କ ଭିତରେ ଦେଖା ଯାଉନଥିଲା।
आज किसी वृत्ति भरण चली समस्त चाकरी करेंगे जोटा कि शूद्र मानकर वृत्ति आज समाज के ये प्रकार जदि कोनोसी विप्र क्षत्रिय वैश्य तांका निजर काम करନ୍ତି तले ताकू झियो मध्ये मिलुनांती दुनिया प्रकार समस्या जेहु ते एक प्रकार काम मानकर संस्कार गुडा दिन दिन क्रमशः बाधा प्राप्त होई चलिछि आ लोक मध्ये पाई चलिछि कि उपयुक्त भावे संस्कृत हवा में ठाकुरଙ୍କର एटा के आह्वान जे 2 वर्ष 2 मास 2 दिन किंवा 3 वर्ष 3 मास 3 दिन रे सुधारकरण अर्थात छुट्टी पका कर्ण वेद अर्थात कांड फोड़ा अनेक माने पुओ पिला करे कोन कांड फोड़ा हुए आपण सब टीवी रे देखिथिले जेतले कृष्ण सीरियल दिए सब देखिथे गोपपुर वासी में सब कर्णरे कुंडल लगा श्री कृष्ण को कर्णरे कुंडल दिला बोली भागवत अलगा सब वर्णना कारण जेतले कांड ऊपर गोटे प्रेशर पडिबो सेटा आम मानकर कोष वृद्धि अर्थात अंडकोष वृद्धि जोटा को आमे आजकल प्रायतः देखिबा को प्रोस्टेट कैंसर 50 वर्ष परे प्रायतः मेल मानकर देखिबा को मिलुची जदि कानटा घोड़े की गोटे वजनदार वस्तु सेठी रखा जाए तले तार प्रभावटा हमर कान ऊपर पड़े कानरे गोटे नळी अछि ताको हम यूस्टेजियन ट्यूब जोटा कि हम देहर बैलेंस को मेंटेन करे बाहर वायु आ भीतर वायु जो चलाचलटा सेटा मेंटेन करे तेणु हमर जो सूर्य नाड़ी जोटा कि हमर परिस्रा यूरिनल सहित कनेक्शन हेकी रहिछि कान सहित कानरे जेतबेले वजनदार वस्तुर वजन पड़े सेतबेले से सूर्य नाड़ीटा कनेक्ट हेई जेते आ प्रायतः प्रोस्टेट समस्या बा कोष वृद्धि बा शिरा वृद्धिर समस्या सेटा दूरीकरण करे तेणु माने कर्ण वेद संस्कार तार आवश्यकता रहिछि तापरे से हम बात विद्यारंभ से तीनटा जगह एकबड़ी कर दिया जाए जोटा हम खड़ी चुना बोली कहू ब्राह्मण मान द्वारा गणेश पूजा कि सरस्वती पूजा करू कि से प्रकार विधान नहीं जार बयस होला से घरे स्पेशली संस्कार को करिवो कि आम मान समाज हवा पे हमें गोटे गणेश पूजा सरस्वती पूजा रे मन इच्छा छुई देउची से प्रकार विधान कि शास्त्रोक्त नाही तापरे पिला जेतबे बड़ हुए अर्थात विप्र मानकर 9 वर्ष बयस क्षत्रिय मानकर 12 वर्ष बयस रे आ वैश्य मानकर 16 वर्ष बयस रे जो संस्कार हुए ता होची व्रतघर संस्कार बा उपनयन संस्कार जा परे कि से माने गुरुकुल आश्रम को जिला में के अभ्यस्त होते आ गुरुकुल आश्रम को चेली आसीकर जो संस्कार पिला ताको कहते समावर्तन बा कन्वोकेशन सेरेमनी ता परिपूर्ण तार विवाह जदि से उपयुक्त भागे योग्य विवेचित होउथिला तार तार विवाह करा जाउला आज की तो अयोग्य पुरुष मानकर विवाह मध्ये होची अयोग्य नारी मानकर मध्ये विवाह होची तेणु जहाँ समाज में देखा कथा सा बहुल भाव देखा मिलूँ तेणु यही हूँ मोटामोटी भाव अनेक कथा रही समय अभाव विस्तृत वर्णना करी तो मोटामोटी भाव यही हूँ आपर 10 दिन संस्कार ये पालन करने भितर आम मैंने सुसंस्कृत हबू ठीक कर प्रथम कथा कहले कि संस्कार माने कौन सम्यक रूप अर्थात भल भावे परिवार भितर आचरण बा पालन करबा भितर मनीषर मन तार बुद्धि तार चेतना जेतबेले सूक्ष्म भावे दिन को दिन डेवलप हेई चले ताको की कहा जाय संस्कार संस्कार गोटे दिन रे आसे ना गोटे पीढ़ी रे आसे ना पीढ़ी पर पीढ़ी जदि आमे हमर परंपरा हमर कल्चर ताको बजाय रखू ता भीतर देई गोटे उन्नत संस्कार आसीबार संभावनाटा बहु परिमाण बढ़ जाए आउ ठाकुर कहते जदि काठगरे आइंस्टाइन जन्मी थांती बा काठगरे जदि पानी रे जन्मी थांती ताली 2000 वर्ष परे मध्ये से पानी को आइंस्टाइन को आविर्भाव होई पारे कारण जीर्ण सत्ता केबे देले मरे ना जीर्ण सत्ता जहाँ सुप्त होई पिता माता को भीतर रहिछि ओ भी पीढ़ी उपयुक्त संस्कार माध्यमरे जाको जागृत करा जाय पारे सेटा किछि बड़ कथा नुहे तर उपयुक्त भावे संस्कृत फल पाई जागरण सृष्टि करिबा पाई मनीषर मन भितरे उपयुक्त भाव को जागृत करिबा पाई जहाँ आम मानकर ऋषि मुनि मानकर प्रचलित परंपरा थिला ता होछि आम मानकर ए 10 दिन संस्कार एटा को पालन करिबा भितर दे कोन होइला ना मनीष सुंदर हे उठिला उन्नत हे उठिला समाज रे वातावरण सुखलित होइला ता सहित मनीष भितर थिला भेदभाव कारण जे सब वर्ग पई एटा इक्वली प्रचलित थिला तर वर्णाश्रम रे मत कोनसे विरोध सृष्टि होउनथिला तेणु यही सब कथा गुड़ा मानिबार केते तो प्रयोजनीयता अछि किंतु एही कविरके जेते आमे माने आर्य दृष्टि संपन्न होना काहे जदि आम मानकर भित्तिभूमि होजति कि अग्नि समस्त वर्णन गुरु होजति कि अग्नि आ अग्निकर गुरु होजति कि ईश्वर बा प्रेरित जेतबे धरा पृष्ठे आविर्भाव होती सेतबे तांकर नीति विधि को न मानि केवल औपचारिक भाबरे ए जेते सब कथा कहिली
তাহা যদি করা যায় তাহলে সেটি সংস্কৃতি আর পরম্পরা তো বঞ্চে কিন্তু মনোমাফিক হয়ে যায় যেমতি কি খিয়াল মাফিক ভজিলু গুরু হবাকু মଣିষ হেলুতু গুরু সংস্কার অনেকଙ୍କ পাখରେ ଦେଖାଯାଏ କିନ୍ତୁ ଦେଖାଯାଏ ଅନେକ ଯେ ପ୍ରଚଳିତ ପରମ୍ପରାଟାକୁ ସହଜରେ ଗ୍ରହଣ କରିପାରନ୍ତି ତେଣୁ ଆପଣ ଦେଖିବେ ସୋ କଲ୍ଡ ବ୍ରାହ୍ମଣ ମାନଙ୍କର ଉନ୍ନତ ଲୋକମାନେ ଯୋଉମାନେ ବ୍ରାହ୍ମଣ ଘରେ ବି ଜନ୍ମ ଯଦି ବଡ଼ ବଡ଼ ଚାକିରି ବ୍ୟାଙ୍କରେ କଲେ କି ଆଇଏଏସ୍ ଅଫିସର ହେଇଗଲେ କିଛି ବଡ଼ ହେଇଗଲେ ସେଇମାନେ ହିଁ ବ୍ରାହ୍ମଣ ମାନଙ୍କର ପୂଜା ପଦ୍ଧତିକୁ ନିନ୍ଦା କରନ୍ତି এই ପ୍ରକାର ଗୋଟେ ଜିନିଷଟା ହୁଏ କାରଣ ମାନିବାଟା ନାହିଁ କେବଳ ଔପଚାରିକତା ଫର୍ମାଲିଟି ରହିଛି କାରଣ ଆମେ ଯେ ଆମମାନଙ୍କର ଏଇ ଯୋଉ ସଂସଙ୍ଗରେ କଥା ଗୁଡ଼ାକ କହୁଛୁ ଏଗୁଡ଼ାକ ଫର୍ମାଲିଟି ବା ଔପଚାରିକତା ନୁହେଁ ଧର୍ମ ହେଉଛି ମଣିଷର ଜୀବନ ଭିତରେ ନିତ୍ୟ ପ୍ରତ୍ୟକ୍ଷ ଭାବରେ ଘଟୁଥିବା ଦୈନନ୍ଦିନ ଜୀବନର ଘଟଣା ସେଥିପାଇଁ ଠାକୁର କହୁଛନ୍ତି ଧର୍ମ ଯଦି ଘଟିଲା ନାହିଁ ତ ବାସ୍ତବ ଆଚରଣର ନିତ୍ୟକର୍ମୀ ମାଟିକି କରି ଲଙ୍କାକୁ ପିଲାମ ଖବର ସେପରି ଭାବେ ତେଣୁ ଏଇଟା ହେଉଛି କଥା ଯେ ଆମେ ମାନେ ଏଇ ଯୋଉ ଧର୍ମର ଚଳଣି କଥା କହୁଛୁ ଧାର୍ମିକର ଚଳଣି କଥା କହୁଛୁ ଏଇଟା ଆମମାନଙ୍କର ଦୈନନ୍ଦିନ ଜୀବନର ଗୋଟେ କ୍ରିୟା ଏଇଟା କେବଳ ଔପଚାରିକତା ଭାବରେ ମାସକୁ ଥରେ ବର୍ଷକୁ ଥରେ ଶିବରାତ୍ରି ଦେଇକି ଫୁଲ ଚଢ଼ିବା ସେ ଯାଇକି ମାନେ ବେଲପତ୍ର ଚଢ଼ିବା ଏଇ ପ୍ରକାରର କଥା କେବେ ନୁହେଁ ପ୍ରତିଦିନ ନିଜର ଜୀବନ ଭିତରେ ନିଜର ଜୀବନ ଚଳଣା ଭିତରେ ନିଜର ଜୀବନ ଆଚରଣ ଭିତରେ କରୁଥିବା କରଣୀୟ ଗୁଡ଼ାକୁ ଯଦି ବାସ୍ତବିକ ଫୁଟେଇ ତୋଳି ନ ଧରାଯାଏ ତାହେଲେ କିନ୍ତୁ ଠାକୁରଙ୍କର ଦୟା ପାଇବାଟା ହୁଏ ନା ସେଥିପାଇଁ ଠାକୁର କହୁଛନ୍ତି ମୋର କଥା ଗୁଡ଼ିକ ଯଦି ତୁମର କେବଳ କଥା ଓ ଚିନ୍ତାର ଖୋରାକ ମାତ୍ର ହୁଏ ମାତ୍ର କରିବା ବା ଆଚରଣର ଭିତରେ ତୁମେ ଯଦି ବାସ୍ତବରେ ସେଗୁଡ଼ିକୁ ଫୁଟେଇ ତୋଳି ନ ପାର ତେବେ ପାଇବା ଯେ ତୁମର ତମସାଚ୍ଛନ୍ନ ରହିଯିବ ତାହା କିନ୍ତୁ ମତେ ନିଶ୍ଚୟ ତୁମର ତେଣୁ କଥା ହେଉଛି ଏୟା ଯେ ଆମେମାନେ ଯାହା ବି କରୁ ଯଦି ଇଷ୍ଟଙ୍କର ମାଫିକ ନ ହଉ ତାହେଲେ ଆମମାନଙ୍କର ଜୀବନରେ କୌଣସି ପରିବର୍ତ୍ତନ ଆସିବ ନାହିଁ ସେଥିପାଇଁ ଆଉ ଗୋଟେ ଚେତାବନୀ ବାଣୀ ଦେଇକି ଠାକୁର କହୁଛନ୍ତି দীক্ষা নিয়ে কে মন ভাবছে তো সব কিছু হলো তা নয় তা আদৌ নয় নিষ্ঠার সহ যদি ন যায় দীক্ষা নিয়ে কে মন ভাবুଛି କି তোর ସବୁ କିଛି ହେଇଗଲା ତା ନୁହେଁ ତା ଆଦৌ ନୁହେଁ যদি নিষ্ঠার সহ ସିଏ যে প্রকার ଚାହିଁଛନ୍ତି সেই প্রকার মানে ଚାଲିବାକୁ ଚାହାନ୍ତି କାରଣ ଏଇଟା ଆମମାନଙ୍କ ପାଇଁ ଗୋଟେ ଅପସନ ଦୀକ୍ଷା ହେଇছে ଅପସନାଲ ଥିଙ୍ଗ ଫର ଅସ୍ ଯେ ଆମେମାନେ ସେଇ ମାର୍ଗରେ ବାସ୍ତବିକ ଚାଲିବାକୁ ଚାହୁଁ କିମ୍ବା ନ ଚାହୁଁ କାରଣ ଆମମାନଙ୍କର ଜୀବନ ଚଳଣା ଭିତରେ କେତେ ଗୁଡେ ଇଷ୍ଟ ଭୋଗୁଛନ୍ତି କେତେ ଗୁଡେ ଆମମାନଙ୍କର ଜୀବନ କର୍ମରେ ସହାୟକ ହେଉଛନ୍ତି यार वास्तविक प्रमाण होची गया जे आमे ताଙ୍କର କଥାଟାକୁ କେତେ ଦୂର ମାନୁ କିମ୍ବା ନ ମାନୁ ଆମେ ଯୋଉ ପ୍ରକାର ଚାହିଁବୁ ଆମ ମାନଙ୍କର ଭୁକ୍ତି ଉପରେ ବିଶେଷ ପ୍ରକାର ହବ ଆଉ ଆମ ମାନଙ୍କର ପାଇବାଟା ଦୁର୍ଭର ହବ ସମୟ ଜାଗାରେ ରଖିବା এই যে দশমীর সংস্কারର কথা কହୁଥିଲି ଥରେ ଜଣେ ଜନୈକ ଭାଇ ଠାକୁରଙ୍କ ପାଖକୁ ଆସି କହୁଛନ୍ତି ଠାକୁର ଆପଣଙ୍କ ଠାରେ ଏହି ସବୁ ସଂସ୍କାରର କଥା ପ୍ରତିଲୋକ ବ୍ୟବହାର କଥା ଶୁଣି ମୋର ମନ ଦୁଃଖରେ ଜର୍ଜରିତ ହୋଇଯାଉଛି କାରଣ ଆମ ବଂଶରେ କେହି ନା କିଛି ସଂସ୍କାର ମାନିଛନ୍ତି ଆଉ ପ୍ରତିଲୋକ ବିବାହ ପିଢ଼ି ପରେ ପିଢ଼ି ଚାଲିଛି ଠାକୁର ତାକୁ ଆଶ୍ୱାସନା ଦେଇ କହୁଛନ୍ତି ସୁଶୀଲ ଭାଇ ତାଙ୍କ ନାଁ ଆଶ୍ୱାସନା ଦେଇ କହୁଛନ୍ତି ମଣି ତୋର ଚିନ୍ତା କଣ ତୁ କେତେ ନିକୃଷ୍ଟ ହ କେତେ ପତିତ ହ ମତେ ଟିକେ ଅନ୍ତରରେ ସ୍ଥାନ ଦେ ମୁଁ ତୋର ସବୁ ପାପ ତାପ ଧୋଇ କାଟିଦେବି ପୁଣ୍ୟ ହୃଦୟ ଠାକୁରଙ୍କର ଏ ବାଣୀ ଜୀବ ତୋର ଚିନ୍ତା କଣ ତୋର ଭୟ କଣ ତୁ ଲକ୍ଷ ଲକ୍ଷ ଗୋହତ୍ୟା ନାରୀ ହତ୍ୟା ଭ୍ରୂଣ ହତ୍ୟା ଭଳି ମହା ମହା ପାପ କରିଥା ମତେ ଟିକେ ଅନ୍ତରରେ ସ୍ଥାନ ଦେ ମୁଁ ତୋର ସବୁ ପାପ ତାପ ଧୋଇ କାଟିଦେବି କାରଣ ଏଇଟା ହେଉଛି କଥା ଏଇ ଅଭୟ ଆଭାଇ ଦେଖନ୍ତୁ ଯୁଗେ ଯୁଗେ ପରମ ପୁରୁଷଙ୍କ ସବୁବେଳେ ହିଁ ଅଛି ଆମେ ମାନେ କରିନୁ ଆମେ ମାନେ ନିକୃଷ୍ଟ ଆମେ ମାନେ ପତିତ ଯାହା ବି ଆମେ କହୁନା କାହିଁକି ଆମେ ମାନେ ପ୍ରକୃତରେ ଢିଲା ବି କରିଛୁ କିନ୍ତୁ ସେଇ କଥାଟା ଭାବିକି ଆମର ବର୍ତ୍ତମାନ ସମୟକୁ ନଷ୍ଟ କରିବାର କିଛି କାରଣ ନାହିଁ ଯେବେଠୁ ଆମେ ଜାଣିଲୁ ସେବେଠୁ ହେଇ ଉଠିବାକୁ ଚେଷ୍ଟା କରିବାଟା ବରଂ ଆମମାନଙ୍କ ମୁକ୍ତିର ଗୋଟେ ଗୋଟେ ପଥ କାରଣ ସେଇ କଥାଟା ଭଗବାନ ଶ୍ରୀକୃଷ୍ଣ ଗୀତାରେ ମଧ୍ୟ କହୁଛନ୍ତି ସର୍ବ ଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱଂ ସର୍ବପାପେଭ୍ୟଃ ମୋକ୍ଷୟିଷ୍ୟାମି ମା ଶୁଚ এই যে ধর্মটা হচ্ছে আমাদের ভূতি প্রকৃতি ধর্ম করে হিন্দু মুসলমান খ্রিস্টান ধর্ম নিয়ে আমাদের সমস্ত ভূতি প্রকৃতি যে তার নিকটে আমি অর্পণ করে দেব তাহলে আমার উন্নয়ন পাই আমাকে চিন্তা କରିବାକୁ হব ନାହିଁ সেই কথা বাইবেলର ମଧ୍ୟ ଜିସସ୍ଙ୍କର ସେଇ କଥା I am the way I am the life I am the truth no one can go near my father without me ମତେ ଅତିକ୍ରମ କରି ମୋ ବାପାଙ୍କ ପାଖକୁ କିନ୍ତୁ କେହି ଯାଇପାରିବେ ନାହିଁ ତେଣୁ ଆମେ ତାଙ୍କୁ ଈଶ୍ୱର ପୁତ୍ର ପ୍ରଭୁ ଯୀଶୁ ବୋଲି କହୁ ସେଇ ଡାକରା ପୁଣି ଶ୍ରୀ ଶ୍ରୀ ଠାକୁରଙ୍କର ପୁଣ୍ୟ କରିଲେ ଯେ ଜୀବ ତୋର ଚିନ୍ତା କଣ ତୋର ଭୟ କଣ ଏଇ ଯୋଉ ଅଭୟ ଆହ୍ୱାନୀ କିଏ ଦେଇପାରନ୍ତି ସେଇଥିପାଇଁ ଆମେ ତାଙ୍କୁ ଇଷ୍ଟ ନାଶକ ଲୋକପତି ବୋଲି କହୁ
ଯେତେବେଳେ ତାଙ୍କର ଜଗତରେ ଆବିର୍ଭାବ ହୁଏ ସେତେବେଳେ ଆମ ମାନଙ୍କର ମଙ୍ଗଳ ପାଇଁ ହିଁ ତାଙ୍କର ଏବାରକେ ଚିନ୍ତା। ଆଉ ସବୁବେଳେ କହନ୍ତି ଗୋଟେ ଲୋକ ପାଇଁ ମୁଁ ଗୋଟେ ରାଜ୍ୟ ମଧ୍ୟ ତ୍ୟାଗ କରିଦେଇପାରେ କିନ୍ତୁ ତୁମମାନଙ୍କୁ ଆଜନ୍ମ ଭଲ କରିବାର ପ୍ରୟାସଟା କିନ୍ତୁ ମୁଁ କେବେ ବି ଛାଡ଼ି ପାରିବି ନାହିଁ। ମୁଁ ଯଦି ଥାଉ ଥାଉ ମୁଁ ଦେଖି ଦେଇପାରେ ଯେ ତୁମମାନଙ୍କ ଭିତରୁ କେତେଟା ଲୋକ ଆର୍ଯ୍ୟ ବୃଷ୍ଟି ଆର୍ଯ୍ୟ ପରମ୍ପରା ଆଉ ଧର୍ମର ଚଳଣିକୁ ତୁମ ଜୀବନ ଭିତରେ ନିତ୍ୟ ପ୍ରତ୍ୟକ୍ଷ ଭାବରେ ବୁଝେଇ ଦେଇ ପାରୁଛ, ଏଇଟା ଦେଖିଲେ ହିଁ ମୋର ମଣିଷ ଜନ୍ମ ସାର୍ଥକ ହବ। ଦେଖନ୍ତୁ ପରପୁରୁଷ କୋଉ ପ୍ରକାର ହଉଛନ୍ତି, ସତେ ଯେମିତି ସେ କିଛି ଜାଣିନାହାନ୍ତି ଯେ ମୋର ମଣିଷ ଜନ୍ମ ସାର୍ଥକ ହବ ଯଦି ମୋର ଜୀବନ ଥାଉ ଥାଉ ମୁଁ ଦେଖି ଦେଇପାରେ ଯେ ତୁମମାନଙ୍କ ପାଇଁ କିଛିଟା ଲୋକ ଅନ୍ତତଃ ମାନେ ବୁହାମୁଣ୍ଡା କପିଳା ଭଳିଆ କେବଳ ଧର୍ମକୁ କହୁନଥିବେ ବରଂ ଧର୍ମକୁ ଜୀବନ ବୃଦ୍ଧିର ଆଚରଣ ଭିତରେ ନିତ୍ୟ ପ୍ରତ୍ୟକ୍ଷ କରି ଫୁଟଉଥିବେ। ତେଣୁ ସିଏ ଚାହାନ୍ତି କି ଆମେ ତାଙ୍କର ମାଫି ହେଇଯାଉ। ସେଇଥିପାଇଁ ତାଙ୍କର ଗୋଟେ ବାଣୀ ଯେ ଆମେ ତାଙ୍କୁ ଧରି ପାରୁନା, ଆମେ ତାଙ୍କୁ ବୁଝି ପାରୁନା, ତାଙ୍କର କଷ୍ଟକୁ ଦେଖି ପାରୁନା, ରାତି ରାତି ସେ କାନ୍ଦନ୍ତି ଯେ ଆମେ ମାନେ କେମିତି ତାଙ୍କ ପାଇଁ ଗୋଟେ ମଣିଷ ହଉ। ତେଣୁ କୁହନ୍ତି ଯେ ଅସୀମ ଯେବେ ସସୀମ ହୋଇ ସୀମାରେ ନିୟନ୍ତି ସ୍ଥାନ ବୃତ୍ତି ଭେଦି ପ୍ରାଣ ହେଲେ ହିଁ ତୁ ଦେଖିବୁ ରେ ଭଗବାନ। କିନ୍ତୁ ଆମ ମାନଙ୍କର ବୃତ୍ତି ଭେଦି ପ୍ରାଣ ନାହିଁ, ପ୍ରକୃତି ଉପରେ ବିଜୟ ପ୍ରାପ୍ତ ହବା ପାଇଁ ଆମ ମାନଙ୍କର ଆବେଗ ନାହିଁ, ଆକାଂକ୍ଷା ନାହିଁ। ଆମେ ମାନେ କେବଳ ଇନ୍ଦା ଫୋପଡ଼ା ଯାଉ ସତ୍ସଙ୍ଗରେ ବସୁ ଆସୁ ଆଉ ପ୍ରଣାମ ଟିକେ ଦେଇଦେଲେ ଆମେ ମାନେ ବହୁତ ବଡ଼ ସତ୍ସଙ୍ଗୀ ବୋଲି ପରିଗଣିତ ହଉ। କିନ୍ତୁ ଠାକୁର ଗୋଟେ ପ୍ରଶ୍ନ କରାଯାଏ, ଠାକୁର ଆପଣଙ୍କୁ ପ୍ରଣାମ କରିବାକୁ କିଏ ଯୋଗ୍ୟ? ଠାକୁର କହୁଛନ୍ତି ମୋର ସବୁ ଜାଗ କଥାକୁ ଯେ ଘଣ୍ଟାଏ ଘଣ୍ଟାଏ ମାନେ ସିଏ ହିଁ ମତେ ପ୍ରଣାମ କରିବାକୁ ଯୋଗ୍ୟ। ଏଇଠୁ ଆପଣ ଚିନ୍ତା କରନ୍ତୁ ତାକୁ ପ୍ରଣାମ ଟିକେ ଦବାର ଯୋଗ୍ୟତା ବା ପ୍ରଣାମ କରିବାର ଯୋଗ୍ୟତା ବି ଆମେ ମାନେ ଅର୍ଜନ କରିନାହୁଁ। ତାମାନେ ଆମ ମାନଙ୍କର କେତେ ଦୂର ହବାକୁ ବାକି, କେତେ ଦୂର ହେଇ ଉଠିବାକୁ ବାକି, ଏଇଟା ଆପଣ ମାନେ ଚିନ୍ତା କରନ୍ତୁ ଯେ ପ୍ରତି ମୁହୂର୍ତ୍ତରେ ପ୍ରତି ସମୟରେ ଆମ ମାନଙ୍କର ଅଜରାଜିତ ଭାବରେ ହେଇ ଉଠିବାର ତାଙ୍କ ନିକଟରେ ଏଇ ଯୋଉ ଆକାଂକ୍ଷା ଏଇଟା ତାଙ୍କର ଚିରଦିନ ହିଁ ଥିଲା। ତେଣୁ କୌଣସି ଦିନ ବି ସେ ମଣିଷ ଠାରୁ ଦୂରେଇ ରହିପାରି ନଥିଲେ। ଆଉ ଗୋଟିଏ ଦିନ ସେ ପ୍ରକାର ଅବସ୍ଥା ହେଇଥିଲା ଯେତେବେଳେ ସେ ପାପନାରେ ଥାନ୍ତି ସେଦିନ ତାଙ୍କ ପାଖକୁ କୌଣସି ଲୋକ ଯାଇନଥିଲେ। ଲୋକ ଯାଇନଥିଲେ ବୋଲି ସେଦିନ ରାତି ସନ୍ଧ୍ୟା ସରୁ ସରୁକା ସେ ପଦ୍ମା ନଦୀକୁ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ପାଖରେ ତାଙ୍କର ଦୁର୍ଗାନାଥ ସାନ୍ୟାଲ ଆଉ ଅନନ୍ତ ମହାରାଜ ତାର ଅଛନ୍ତି। ତାଙ୍କୁ ପଦ୍ମା ନଦୀରେ ଝାସ ଦେଲା ବେଳକୁ ତାଙ୍କୁ ସେମାନେ କୁଣ୍ଢେଇକି ଧରି ପକେଇଲେ। ଠାକୁର ବେହୋସ ହେଇଥିଲେ। ଦେଖିଲେ ଠାକୁରଙ୍କର ମଥାରୁ ଗୋଟେ ବହୁତ ବଡ଼ ଗୋଲାପୀ ଜ୍ୟୋତି ଯାଇକି ଚନ୍ଦ୍ରଙ୍କର କିରଣରେ ମିଶିଗଲା। ଠାକୁର ଠିକ ମାନେ ଘଣ୍ଟେ ଦେଢ଼ ଘଣ୍ଟା ପରେ ତାଙ୍କର ଯେତେବେଳେ ଚେତା ଫେରିଲା ଜାଣିପାରିଲେ ଅନନ୍ତ ମହାରାଜ ଦୁର୍ଗାନାଥ ଯେ ଠାକୁର କିଏ। କିନ୍ତୁ ଠାକୁରଙ୍କର ଗୋଟିଏ ହିଁ କଥା ଯେ ପରମ ପିତା ଆଜି ମୁଁ ଆପଣଙ୍କର କାମ କରିପାରିବିନି, ମତେ ଆପଣଙ୍କ ପାଖକୁ ନେଇଯାଆନ୍ତୁ, ଆପଣ ମତେ ଯୋଉଥିପାଇଁ ପଠେଇଛନ୍ତି ସେ କାମ ଆଜି ମୁଁ କରିବାରେ ବ୍ୟାଘାତ ହୁଏ। ଏଇ ପ୍ରକାର ମଣିଷ କାଙ୍ଗାଳ ଥିଲେ ଶ୍ରୀ ଶ୍ରୀ ଠାକୁର। କିନ୍ତୁ ଆମେ ମାନେ କେବେ ଦିନକ ପାଇଁ କୌଣସି ମଣିଷ ପାଖରେ ପହଞ୍ଚିବାକୁ ହିଁ ଚାହୁଁନା, ତାଙ୍କର ଭଲ ମନ୍ଦ ବୁଝିବାକୁ ଚାହୁଁନା। ତାମାନେ ଆମ ମାନଙ୍କର ତାଙ୍କ ପ୍ରତି ଆକାଂକ୍ଷାଟା ହିଁ କୋଉଠି? ଠାକୁର କହୁଛନ୍ତି ଇଏ କେତେ ବଡ଼ କର୍ମୀ, ୟାର ବିଶିଷ୍ଟ ପରମ ଯେ ପରିବେଶ ପାଇଁ ସେ କେବେ କରେ କି ନା। ଆମେ ମାନେ କଣ ଏଇ ସପ୍ତାହରେ ସତ୍ସଙ୍ଗ ଆସିବା, ଲୋକଙ୍କୁ ଦେଖିଲେ ଜୟଗୁରୁ କରିବା, ଆନନ୍ଦ ବଜାର ନେଇ ଚାଲିଯିବା, ଏଇ ହଉଛି ଆମ ମାନଙ୍କର ସତ୍ସଙ୍ଗୀର ଲକ୍ଷଣ। ସତ୍ସଙ୍ଗର ପ୍ରକୃତ ଯୋଉଟା ବୈଶିଷ୍ଟ୍ୟ, ସତ୍ସଙ୍ଗୀର ଚରିତ୍ରର ଲକ୍ଷଣ ଯଦି ଆମ ମାନଙ୍କର ଧାପେ ଧାପେ ଫୁଟି ନ ଉଠିଲା, ଆମେ ମାନେ ଯୋଉଠି ଗଲୁ ଯଦି ଲୋକ ଆମକୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ରିପ୍ରେଜେଣ୍ଟେଟିଭ ବୋଲି ଚିହ୍ନି ନ ପାରିବେ ତାହେଲେ ଆମ ମାନଙ୍କର ଜୀବନଟା ବି ଯିବ। ଆମେ ମାନେ କୋଉ ପ୍ରକାରର ବ୍ୟକ୍ତିତ୍ୱ ଯେ ଆମ ମାନଙ୍କର କଥାରେ ଆମ ମାନଙ୍କର କାମରେ ଟୋଟାଲି ତାଙ୍କର ଚଳନୀର ଝଲକ ମାତ୍ର ଫୁଟି ଉଠୁନି। ତେଣୁ ସିଏ ଯେ ପ୍ରକାର ବ୍ୟକ୍ତିତ୍ୱ ହବାକୁ ଚାହିଁଛନ୍ତି ଠିକ ଅଛି, ରାତାରାତି ଆମେ କେହି ସେମିତି ହବୁନି, ଆମକୁ ଜନ୍ମାନ୍ତର ଲାଗି ଯାଇପାରେ, କିନ୍ତୁ ଆମ ମାନଙ୍କର ମୂଳ ପ୍ରୟାସ କଣ? ଆମ ମାନଙ୍କର ଜୀବନର ପ୍ରକୃତ କ୍ଷୁଧା କଣ? ସେଥିପାଇଁ ଆଦର୍ଶ ବିନାୟକ ସତର୍କଙ୍କ ବାଣୀରେ ଠାକୁର କହୁଛନ୍ତି ଆଦର୍ଶ ପ୍ରକୃତି ବା ଉଚ୍ଚ ପ୍ରକୃତି ମୂକ ଭାଷାରେ କହନ୍ତି ମତେ ହିଁ ଭଲ ପାଅ, ମତେ ହିଁ ଦୁନିଆକୁ ପରିଚର୍ଯା କର, ମତେ ହିଁ ସର୍ବତ୍ର ବିସ୍ତାରିତ କରିଦିଅ, ମତେ ଛାଡ଼ି ଆଉ କାହାକୁ ଭଲ ପାଇଲେ ସେଥିରେ ଅନ୍ତରରେ କଥା ନାହିଁ। অর্থাৎ যে ঈশ্বর যে আদর্শ প্রকৃতি যে উচ্চ প্রকৃতি সে মুখ ভাষায় কହୁଛନ୍ତି, মুখର ଭାଷା ନାହିଁ, ସେ କୋଉଥିରେ କହେ? ଠାରରେ କହେ। ତେଣୁ ଠାରରେ କହୁଛନ୍ତି, ଠାରଟା କୋଉଠୁ ଆସିଛି? ତାଙ୍କର ଏଇ କଥାରୁ, ଏଇ ଗୁରୁ ଭାଇ ଗୁରୁମାନଙ୍କର କଥା ଭିତରେ, ଏଇ ସଂସଦର ଆଲୋଚନା ଭିତରେ, ଏଇ ବାଣୀ ବହି ଭିତରେ ହିଁ ତାଙ୍କର ଠାରଟାକୁ ଆପଣ ବୁଝିପାରିବେ ଯେ ପ୍ରକୃତିରେ ଶ୍ରୀ ଶ୍ରୀ ଠାକୁର ଆମମାନଙ୍କୁ କଣ ଚାହାନ୍ତି। ସମୟ ତ ହେଇଗଲାଣି, ତ ଖାଲି ଗୋଟିଏ ଘଟଣା କହିକି ରଖିବି ଯେ ମୁଖ ଭାଷାଟା କଣ ଆଉ ଆମେ ତାଙ୍କ ମାଟି କାହିଁକି ହେଉଥିବା, ଆମ ଭିତରେ ଇଷ୍ଟଙ୍କ ପ୍ରତି ଅର୍ଜ କାହିଁକି ଜାଗ୍ରତ ହେବା ଦରକାର। ଥରେ ଏଇଟା ଗୋଟେ କଥା, ଆପଣ ଯୋଉ ଶ୍ରୀ ଶ୍ରୀ ଠାକୁରଙ୍କର ଲୀଳା କାହାଣୀ ବୋଲି ବହି ଚକିବର୍ତ୍ତେ ରହିଛି ସେଇଠି ଆପଣ ପାଇବେ ଏଇ ଘଟଣାଟି। ଥରେ
ବସି ଥାନ୍ତି ଜଣେ ଜନୈକ ବ୍ୟକ୍ତିତ୍ୱ ତାଙ୍କ ନାମ ମନେ ପଡୁନି ସେ ଠାକୁରଙ୍କ ପାଖରେ ସତ୍ସଙ୍ଗ ଚାଲିଥାଏ ସେତେବେଳେ ତ ଏତେ ଲୋକ ହୁଅନ୍ତି ଅଳ୍ପ ଲୋକ ତେଣୁ ଅଳ୍ପ ପଢିବାଟା ପଢିଛି ଇଏ ପାଲ ଆପଣଙ୍କର ପଢିଛି ତେଣୁ ତାଙ୍କୁ ଜାଗା ନାହିଁ ସେ କଣ କରୁଛନ୍ତି ନା ସେ ପେପର ଉପରେ କଳା ଧୋତି ପିନ୍ଧିଛନ୍ତି ପେପରରେ ସେ ବସିଛନ୍ତି ସତ୍ସଙ୍ଗ ସରିଲା ସମସ୍ତେ ଉଠି ପ୍ରଣାମ ଦେଲେ ତ କେତେ ସହଜ କଥା କାହିଁକି ଠାକୁର ଲୋକ ଶିକ୍ଷକ କାହିଁକି ସେ ପରମ ପୁରୁଷ ଏଇଟା ଗୋଟେ ଛୋଟ ଘଟଣାର ନିଦର୍ଶନ ଏତେ ଅସଂଖ୍ୟ ଘଟଣା ତାଙ୍କ ଜୀବନରେ ଘଟିଛି ଉଠି ପଡିଲେ ପେପରଟି ତାଙ୍କର ପଛରେ ଲାଗିଗଲା ବୁଲିକି ଯେତେବେଳେ ଯାଆନ୍ତି କାରଣ ପ୍ରଣାମ କରିବେ ଲାଇନ ଆସି ଠାକୁରଙ୍କ ପାଖରେ ପ୍ରଣାମୀ ଦେବେ ଯେତେବେଳେ ପଛରେ ଲାଗିଗଲା ଠାକୁର କହୁଛନ୍ତି ଓଏ ତାକେ ଡାକ ସେତେବେଳେ ମାଇକ୍ ପାଇ ଯେମିତି ନଥାଏ ଏତେ ମାନେ ବ୍ୟବସ୍ଥା ନଥାଏ 1965 ର କଥା ତେଣୁ ଦେଓଘର ଏତେ ଅନୁନ୍ନତ ଅବସ୍ଥାରେ ଥାଏ ସେତେବେଳେ ଆଜିକାଲି ଭଳି ଏତେ ଉନ୍ନତି ନଥାଏ ସେତେବେଳେ ତେଣୁ ଏହି ଜଣେ ଭାଇ ଦି ତିନି ଜଣଙ୍କ ମାଧ୍ୟମ ଦେଇକି କଥା ପହଞ୍ଚିଲା ତାଙ୍କ ପାଖରେ ଯେ ଠାକୁର ଆପଣଙ୍କୁ ଡାକୁଛନ୍ତି ଯେତେବେଳେ ଠାକୁରଙ୍କ ପାଖରେ ଯାଇକି ପ୍ରଣାମୀଟି ଥୁଅନ୍ତି ଠାକୁର କହୁଛନ୍ତି ଫିରେଇକି କାରଣ ଠାକୁର କେବେ କାହାର ଅହଂକୁ ଆଘାତ ଦିଅନ୍ତି ବଡ ପାଟିରେ ଚିଲେଇକି ଚିତ୍କାର କରିକି ଲୋକଙ୍କୁ ଛୋଟ ଦେଖେଇବା ତାଙ୍କର ଉଦ୍ଦେଶ୍ୟ ନୁହଁ ସେ ଲୋକକୁ ରେକ୍ଟିଫାଇ କରିବା ପାଇଁ କହନ୍ତି ତାଙ୍କୁ କହୁଛନ୍ତି ଭୂଷାଲା ତମମାନଙ୍କ ପାଖରୁ ମୁଁ ଏମିତି ଆଶା କରେ ଗୋଟେ ବୈଶିଷ୍ଟ୍ୟ ଅଧିକାରୀ ମା ସରସ୍ୱତୀଙ୍କୁ ସମ୍ମାନ କରାଯାଇ ଜାଣେ ନା ସେ ପୁଣି ମତେ ସମ୍ମାନ ଦବ ତମେ ତାଙ୍କୁ ଯୁଗ ପୁରୁଷୋତ୍ତମ ବୋଲି କହୁଛ ପୁଣି କହୁଛ କି ସବୁ ଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କ ସୃଷ୍ଟି ସହଜ ମଣିଷ ନର ରୂପେ କରନ୍ତି ଧୃତି ଦୃଷ୍ଟି କିନ୍ତୁ ଏଇଠି ତାଙ୍କରି ସାମ୍ନାରେ ହିଁ ମା ସରସ୍ୱତୀ ଯେ ତାଙ୍କରି ହିଁ ସତ୍ତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ତୁମେ ତାଙ୍କୁ ହିଁ ଅତ୍ୟାଚାର କରୁଛ ଦେଖନ୍ତୁ ଗୋଟେ କଥା ମୁଖ ଭାଷାରେ କହିଲେ এই ঘটনাটি ଆମେ ସମସ୍ତେ ପଢିଲେ ସମସ୍ତେ ଆମେ ଜାଣିଲେ କିନ୍ତୁ ସମସ୍ତେ ଆମେ ଜାଣିଲେ ଏଇଠୁ ଆମ ମାନେ ଶିଖିବାର ଅଛି ଯେ ଆମେ ମାନେ କି ପେପର ଉପରେ ଅନ୍ତତଃ ବସିବାନି ଲୋକମାନେ ଆନନ୍ଦ ବଜାରରେ ବି ତା କରନ୍ତି ଚପଲ ଉପରେ ବସନ୍ତି ଏମିତି ସବୁ ଅସଂଖ୍ୟ ସମୟ ମାନେ ଅତିକ୍ରାନ୍ତ ତାହେଲେ ଏଇଭଳି ତେଣୁ ଆପଣ ଯଦି ତାଙ୍କୁ ଭଲ ପାଇବେ ତାଙ୍କୁ ଗ୍ରହଣ କରିବେ ଦେଖିବେ ଆପଣଙ୍କର ଜୀବନ within 12 to 16 ଇୟର ପରିବର୍ତ୍ତନ ହେବାକୁ ବାଧ୍ୟ କାରଣ ଆପଣ ମାନେ ଯୋଉ ନାମ ପାଇଛନ୍ତି ତାହା ହେଉଛି ସର୍ବୋଚ୍ଚ ସ୍ତରର ଅଷ୍ଟାଦଶ ସ୍ତରର ନାମ ଆଉ ଏଇ ନାମରେ ହିଁ ଆପଣଙ୍କର ପରିବର୍ତ୍ତନ ହେଇପାରିବ ବର୍ତ୍ତମାନର ଯୁଗମାନେ ପୁଣି ପ୍ରয়োଜନ ହେଲେ ତାଠୁ ଏକ ଉନ୍ନତ ସ୍ତରର ନାମ ନେଇକି ପରବର୍ତ୍ତୀ ଆସିପାରନ୍ତି କିନ୍ତୁ ବର୍ତ୍ତମାନର ଯୁଗ ପୁରୁଷୋତ୍ତମ ଯୁଗ ମାଫିକ ଯାହାଙ୍କର ଆବିର୍ଭାବ ଯଦି ତାଙ୍କର ନାମର ମନନ କରୁ ତାଙ୍କର ଗୁଣ ଗୁଡାକୁ ନିଜ ଭିତରେ ଫୁଟେଇବାକୁ ଚେଷ୍ଟା କରୁ ତାହେଲେ ଦେଖିବେ ଆପଣଙ୍କର ଉନ୍ନୟନ ପାଇଁ ଆଉ ବେଶୀ ଦୂର ଭାବିବାକୁ ହବ ନାହିଁ ପରିଶେଷରେ ଏଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କର ସାର୍ବିକ ମଙ୍ଗଳ ପରବର୍ତ୍ତୀଙ୍କ ପଦପ୍ରାପ୍ତିରେ ପ୍ରାର୍ଥନା କରି ତଥା ଯେଉଁ ଉଦ୍ଦେଶ୍ୟରେ ସଂସ୍ଥା ପ୍ରଦାନ କରାଯାଇଛି সেই নবজাতক শিশুটি ভূয়সী পরবর্তীଙ୍କ পদাচଳନକୁ ଅନୁଗ୍ରହ କରି ଉନ୍ନତିର ପଦକ୍ଷେପରେ ଉତ୍ତରୋତ୍ତର ଅଧିକ ହେଉ ଏଇଟା ହିଁ ତାଙ୍କ ନିକଟରେ ପ୍ରାର୍ଥନା ଜୟ